ମାଛ ଚିକେନ ଅଣ୍ଡା ପ୍ରାୟତଃ ସେଗୁଡାକ ସବୁବେଳେ ଖିଆ ହଉଛି, କିନ୍ତୁ ଆଜି ଇଚ୍ଛା ହେଲା ଚିଙ୍ଗୁଡ଼ି ଖାଇବାକୁ। ଆଜି ବି ସଣ୍ଡେ ଥିଲା, କାହିଁକି ନା ଏଠାରେ ଚିଙ୍ଗୁଡ଼ି ମିଳେ ନାହିଁ ମୁଁ ଯେଉଁଠାରେ ରହୁଛି। ସାଙ୍ଗମାନଙ୍କର ଫରମାଇଶ କି ରୁମ୍ରେ ମଟନ ହବ। ମଟନ ହେଲେ ତ ମୁଁ ଖାଇବିନି, କାହିଁକି ନା ମୁଁ ବି ମଟନ ଖାଏନି। ଶେଷରେ ଫାଇନାଲ ହେଲା କି ଚାଲ ଆଜି ରବିବାରେ ହାଟ ପଡ଼ିଥିବ, ହାଟକୁ ଯିବା ଆଉ ଚିଙ୍ଗୁଡ଼ି ଆଣିବା। ଶେଷରେ ମୋ ଫରମାଇଶ ପୂରଣ ହେଲା, ଚିଙ୍ଗୁଡ଼ି ଧରିକି ଅଣା ହେଲା। ରୋଷେଇ କରିବ ତ କରିବ କିଏ, ଚିଙ୍ଗୁଡ଼ି କାହାକୁ ବି କରିବାକୁ ଆସୁନି। ଶେଷରେ ବାଧ୍ୟ ହେଇକି ମୁଁ କରିଲି। ଘରେ ଥିବା ସମୟରେ ବୋଉ ଆଉ ଭାଉଜ ମିଶିକି ରୋଷେଇ କରନ୍ତି, ଆଉ ଆମେ ବସିକି ଖାଉ। ବାହାରେ ରହୁଥିବା ପିଲାମାନେ ସେମାନେ ତ ଜାଣିଥିବେ, ରୋଷେଇ କଲେ ଖାଇବେ ନହେଲେ ଉପାସ ଶୋଇବେ। ଯେତେବେଳେ ମୁଁ ବାହାରକୁ ଫାଷ୍ଟ ଟାଇମ ଆସିଲି ସେତେବେଳେ ମୋତେ କିଛି ରୋଷେଇ ଆସୁନଥିଲା। ଯେତେବେଳେ ମୁଁ ଭାତ ବସାଏ ଭାତ ଜାଉ ହୋଇଯାଏ, ତ କେତେବେଳେ ଗୋଡ଼ି ପଡ଼ି ଟାଣ ହୋଇଯାଏ, ଆଉ ଡାଲି ବସାଇଲେ ଉପରେ ପାଣି ତଳେ ଯାଇ। ତ କରିବ କ'ଣ, ଫିର ବି ସେଥିରେ ଖାଇକି ଆମେ ରହୁଥିଲୁ। ଯାହା ବି ହେଲେ ଆଗ ଅପେକ୍ଷା ମୋତେ ଏବେ ତ କିଛି ରୋଷେଇ ଆସିଲାଣି। ଭଲ ତ କହିବିନି, କାହିଁକି ନା ଏତେ ବି ମୁଁ ଭଲ ରୋଷେଇ କରେ ନାହିଁ, ଆପଣମାନେ ଦେଖିପାରୁଥିବେ। ଆରେ କଥା କଥାରେ ମୁଁ ମୋର ଅତୀତର କାହାଣୀ କହିସାରିଲିଣି। ସାଙ୍ଗମାନେ ଆପଣମାନଙ୍କୁ କହିବିନି ତ ଆଉ କାହାକୁ କହିବି। ଶେଷରେ ଦେଖନ୍ତୁ ଆମର ଚିଙ୍ଗୁଡ଼ି ତରକାରୀ ପ୍ରସ୍ତୁତ ହୋଇଗଲା, ଆଉ ମୁଁ ତାକୁ ଗୋଟେ ଜାଗାକୁ ଆଡ଼େଇଲି। ତାପରେ ଭାତରେ ଗୋଳେଇକି ଟେଷ୍ଟ କରିବି। ଆପଣମାନେ କୁହନ୍ତୁ ଏହି ରୋଷେଇଟି କିପରି ହେଇଛି, ଆଉ ତା ଆଗ ଭିଡ଼ିଓରେ କେଉଁ ରୋଷେଇ କରିବି କମେଣ୍ଟରେ ଜଣେଇ ଦିଅନ୍ତୁ।